ଦ୍ୱାଦଶ ରାଶିଚକ୍ରର ଏକାଦଶ ରାଶି କୁମ୍ଭ ରାଶି। ଆଜିକା ଉପସ୍ଥାପନରେ ଜାଣିବା 2026 ମସିହା ବର୍ଷ ପାଇଁ କୁମ୍ଭ ରାଶିର ବାର୍ଷିକ ରାଶିଫଳ। ପୂର୍ବ ଅଧ୍ୟାୟରେ ଆମ୍ଭେ କୁମ୍ଭ ରାଶିର ଆର୍ଥିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲୁ। ବର୍ତ୍ତମାନ ଜାଣିବା 2026 ମସିହାରେ କୁମ୍ଭ ରାଶିର ଶିକ୍ଷା, କ୍ୟାରିୟର, ପ୍ରେମ, ବିବାହ, ପରିବାର ଏବଂ ସ୍ୱାସ୍ଥ୍ୟ ସମ୍ପର୍କରେ। ଏହା ସହିତ କୁମ୍ଭ ରାଶିଜାତ ବ୍ୟକ୍ତି 2026 ମସିହାରେ ଅଶୁଭ ଫଳ ପ୍ରାପ୍ତ କରିବାର ଥିଲେ ତା ପାଇଁ କ'ଣ ପ୍ରତିକାର କରାଯିବା ଉଚିତ ହେବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ 2026 ମସିହା ପାଇଁ କୁମ୍ଭ ରାଶିର କ୍ୟାରିୟର ବିଷୟରେ ଆଲୋଚନା କଲେ ଜଣାଯାଏ, ବାଣିଜ୍ୟ ବ୍ୟବସାୟ କରୁଥିବା କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ 2026 ମସିହା ବର୍ଷର ପ୍ରାରମ୍ଭିକ ସମୟ ସମସ୍ୟା ବହୁଳ ରହିପାରେ। ବ୍ୟବସାୟସ୍ଥଳୀ ତଥା କଷ୍ଟମରମାନଙ୍କୁ ନେଇ କିଛିଟା ପ୍ରୋବ୍ଲେମ ଦେଖାଯିବ, କିନ୍ତୁ ବେପାର କ୍ଷେତ୍ରରେ ଦୃଢ଼ ମନୋଭାବ ପୋଷଣ କଲେ ବର୍ଷର ମଧ୍ୟଭାଗରେ ବାଣିଜ୍ୟ ବ୍ୟବସାୟ ଷ୍ଟେବୁଲ ହେବା ସହିତ ବ୍ୟବସାୟରୁ ଲାଭର ପରିମାଣ ଆଶାଜନକ ରହିବ। ବେପାର କ୍ଷେତ୍ରରେ ନୂତନ ପୁଞ୍ଜି ଲଗାଣ କରିବେ। ସରକାରଙ୍କ ସହିତ ଅନୁବନ୍ଧିତ ରହି ବ୍ୟବସାୟ କରୁଥିଲେ ଏପ୍ରିଲ ମାସ ମଧ୍ୟଭାଗରୁ ପ୍ରଚୁର ମୁନାଫା ମିଳିବାର ସମ୍ଭାବନା। ଠିକାଦାରୀ, ଅର୍ଡର ସପ୍ଲାଇ ତଥା ରିଏଲ ଇଷ୍ଟେଟ ବ୍ୟବସାୟୀଙ୍କ ପାଇଁ ମଧ୍ୟ ଏହି ସମୟ ବଡ଼ ଅନୁକୂଳ ରହିବ। ଚାକିରି କରୁଥିବା କୁମ୍ଭ ରାଶିଜାତ ବ୍ୟକ୍ତିଙ୍କ ପାଇଁ 2026 ମସିହା ଫେବୃଆରୀ ମାସର ମଧ୍ୟଭାଗଠାରୁ ଅନୁକୂଳ ସମୟ ସୃଷ୍ଟି ହେବ। ଚାକିରି କ୍ଷେତ୍ରରେ ବିଳମ୍ବିତ ହୋଇଥିବା ପ୍ରମୋସନ ଓ ଇନକ୍ରିମେଣ୍ଟ ମିଳିବାର ରାସ୍ତା ଖୋଲିଯିବ। ଯଦିଓ ଉପରିସ୍ଥ ଅଧିକାରୀଙ୍କ ସୁଦୃଷ୍ଟି ନ ରହିପାରେ, ସହକର୍ମୀମାନେ ଈର୍ଷାନ୍ୱିତ ହେବେ। ଜୁନ ମାସ 2 ତାରିଖ ପରେ ବୃହସ୍ପତି ନିଜ ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କଲେ ଚାକିରି କ୍ଷେତ୍ରରେ ସୁବର୍ଣ୍ଣ ଯୁଗର ଅୟମାରମ୍ଭ ହେବ। କିନ୍ତୁ ଅକ୍ଟୋବର ମାସ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ହାତେ ମାପି ଚାଖଣ୍ଡେ ଚାଲିବା ଠିକ୍ ରହିବ। କାରଣ ଏହି ସମୟରେ ବିଭାଗୀୟ ତଦନ୍ତ ହେଉ କିମ୍ବା ଭିଜିଲାନ୍ସର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଶିକ୍ଷା କ୍ଷେତ୍ରରେ ରହିଥିବା ଛାତ୍ରଛାତ୍ରୀମାନେ ପଞ୍ଚମ ଭାବସ୍ଥ ବୃହସ୍ପତିଙ୍କ ପ୍ରଭାବରୁ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ହାସଲ କରିବେ। କିନ୍ତୁ ଲଗ୍ନ ଭାବରେ ଅବସ୍ଥିତ ରାହୁ ଶିକ୍ଷା କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଅମନୋଯୋଗୀ ହେବା ପାଇଁ ପ୍ରୋତ୍ସାହିତ କରିପାରେ। କମ୍ପିଟେଟିଭ ବା ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ପାଇଁ ଚାହୁଁଥିବା ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ସମୟ ମିଶ୍ରିତ ସମୟ ରହିବ। ପ୍ରେମ ବା ଲଭ୍ ଲାଇଫରେ ଥିବା କୁମ୍ଭ ରାଶି ଜାତକ ପାଇଁ 2026 ମସିହାର ବର୍ଷଟି ମିଶ୍ରିତ ଫଳଦାୟକ ରହିବ। ବର୍ଷର ପ୍ରଥମାର୍ଦ୍ଧଟି ପ୍ରେମୀ ଯୁଗଳଙ୍କ ପାଇଁ ଅନୁକୂଳ ରହୁଥିବା ବେଳେ ଶିକ୍ଷା କ୍ଷେତ୍ରରେ ଥିବା କୁମ୍ଭ ରାଶି ଜାତକ ପ୍ରେମରେ ପଡ଼ିପାରନ୍ତି। ପୁରୁଣା ପ୍ରେମ ସମ୍ପର୍କଟି ଜୁନ ମାସ ଠାରୁ ଅକ୍ଟୋବର ମାସ ମଧ୍ୟରେ ବଡ଼ ବିଚିତ୍ର ଭାବରେ ଗତି କରିବ। ମନ ଭିତରେ ସନ୍ଦେହର କୁହଳିକା ସୃଷ୍ଟି ହେବ ତ ପୁଣି ସାମାନ୍ୟ କଥାକୁ ନେଇ ମନମାଳିନ୍ୟ ଘଟିପାରେ। କିନ୍ତୁ ଅକ୍ଟୋବର ମାସ ପରେ ପରିସ୍ଥିତି ସମ୍ପୂର୍ଣ୍ଣ ସୁଧୁରି ଯାଇ ପ୍ରେମ ବିବାହ କରିବାକୁ ମନ ବଳାଇବେ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ବିଶେଷ ଶୁଭ ଖବର। 2026 ମସିହାର ବର୍ଷଟି ସେମାନଙ୍କ ପାଇଁ
ଶୁଭ ପରିଣୟର ବର୍ଷ ହେବ। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ 2026 ମସିହା ବର୍ଷ ସାରା କୁମ୍ଭ ରାଶି ଅଧିପତି ଶନି କୁମ୍ଭ ରାଶିର ଦ୍ୱିତୀୟ କୁଟୁମ୍ବ ସ୍ଥାନରେ ଅବସ୍ଥାନ କରି ପାରିବାରିକ ସ୍ଥିତିକୁ ଠିକ୍ ରଖିବାକୁ ଚେଷ୍ଟା କରିବେ। କିନ୍ତୁ କୁମ୍ଭ ରାଶିରେ ଅବସ୍ଥାନ କରିଥିବା ମାୟାବୀ ଗ୍ରହ ରାହୁ ପରିବାର ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରିବେ। ଜୁନ୍ ମାସ ଠାରୁ ଅକ୍ଟୋବର ମାସ ମଧ୍ୟରେ ପରିବାରର କୌଣସି ସଦସ୍ୟ ପାରିବାରିକ ଝଗଡ଼ା ସୃଷ୍ଟି କରିପାରନ୍ତି ଏବଂ ଏଥିପାଇଁ ଷଡ଼ଯନ୍ତ୍ର ମଧ୍ୟ ରଚନା କରିପାରନ୍ତି। ତେବେ ବି ବର୍ଷର ପ୍ରଥମାର୍ଦ୍ଧ ଓ ଶେଷ ଭାଗରେ ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ଦେଖାଯାଏ। ଦାମ୍ପତ୍ୟ ଜୀବନ ସାମାନ୍ୟ ରହିବ। ସପରିବାର ଭ୍ରମଣ ଯୋଗ ରହିଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ 2026 ମସିହା ବର୍ଷର ପ୍ରଥମାର୍ଦ୍ଧଟି ଖାଦ୍ୟ ହଜମ ନ ହୋଇ ବଦହଜମୀ ରୋଗ ସୃଷ୍ଟି କରିବାର ସମ୍ଭାବନା। ପୁରୁଣା ଡାଇବେଟିକ୍ ରୋଗ ରହିଥିଲେ ବର୍ଷ ସାରା ସତର୍କତା ଅବଲମ୍ବନ କରିବା ଜରୁରୀ। ଜାତକରେ ଥିବା ବା ଜାତକରେ ଭୋଗ ହେଉଥିବା ଦଶା, ଅନ୍ତର୍ଦଶା ଓ ପ୍ରତି ଅନ୍ତର୍ଦଶାରେ ଶନି ଓ ରାହୁ ସମ୍ପର୍କିତ ହେଲେ ରିସ୍କ ଫ୍ୟାକ୍ଟର ସୃଷ୍ଟି କରିପାରନ୍ତି। ସେଥିପ୍ରତି ସାବଧାନତା ଅବଲମ୍ବନ କରିବେ। ଲଗ୍ନ ଭାବରେ ବିରାଜିତ ରାହୁ ଚର୍ମରୋଗ, ଅନ୍ତନାଳୀ ପ୍ରଦାହ ଏବଂ ବିଶେଷ କରି ମାନସିକ ରୋଗ ପ୍ରଦାନ କରିବାର ସମ୍ଭାବନା ମଧ୍ୟ ରହିଅଛି। ସେଥିପାଇଁ ସର୍ବଦା ମାନସିକ ଶାନ୍ତି ବଜାୟ ରଖିବେ। ଏ ତ ଗଲା ମୋଟାମୋଟି ଭାବରେ 2026 ମସିହା ପାଇଁ କୁମ୍ଭ ରାଶିର ବାର୍ଷିକ ଏବଂ ସଂକ୍ଷିପ୍ତ ରାଶି ଫଳ। ଜାତକରେ ବା କୁମ୍ଭ ରାଶିର ରାଶିଫଳରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ କୁମ୍ଭ ରାଶିର ଅଧିପତି ଶନି ମହାଗ୍ରହଙ୍କର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ନିୟମିତ ଭାବେ ପାଠ କଲେ ବହୁତ ଗୁଡ଼ିଏ ସମସ୍ୟା ସମାଧାନ ହୋଇଯାଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।